ବନ୍ଧୁଗଣ, ଏହା ଜାଣି ରଖିବା ଉଚିତ, ପ୍ରତି କୋଟି ମନୁଷ୍ୟର ସମସ୍ୟାକୁ କିଛି ନା କିଛି କଥା ଆସିଥାଏ। ବିଜ୍ଞାନ ଅନୁସାରେ ଗୋଟିଏ ଦିନରେ ମଣିଷ ନିଜ ମୁଣ୍ଡରେ 50ରୁ 60 ହଜାର କଥା ଚିନ୍ତା କରିଥାଏ। ତେବେ ସେହି ଚିନ୍ତା ମଧ୍ୟରୁ କିଛି ଭଲ ଓ କିଛି ଖରାପ କଥା ମଧ୍ୟ ଆମେ ଭାବିଥାଉ। ତେବେ ଖରାପ ଚିନ୍ତା ଓ ସବୁବେଳେ କରିବା ଦ୍ୱାରା ଆମ ନିଜକୁ ଅସୁସ୍ଥ ଓ ଅଶାନ୍ତିରେ ରଖିଥାଉ। ତେଣୁ ବୈଜ୍ଞାନିକମାନେ କୁହନ୍ତି ଯେ ମଣିଷ 80% କଥା ନକାରାତ୍ମକ କଥା ଭାବିଥାଏ। ଏହି ନକାରାତ୍ମକ ଚିନ୍ତାରୁ ନିଜକୁ କିପରି ଦୂରେଇ ରଖିବା, ଆସନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା। ପ୍ରଥମ କଥା ହେଉଛି, ଆମେ ସବୁ କଥାକୁ ଅଧିକ ସମୟ ପର୍ଯ୍ୟନ୍ତ ଭାବିଥାଉ। ଅର୍ଥାତ୍ ଆମର ଏହି ଅଧ୍ୟାତ୍ମିକ ଭାବନା ହିଁ ଆମର ଅଧିକ ଚିନ୍ତାର କାରଣ ହୋଇଥାଏ। ଆପଣ ଯେତେ କମ୍ କଥା ଚିନ୍ତା କରିବେ ସେତେ ଆପଣଙ୍କ ସୁସ୍ଥ ରହିବେ। କାରଣ ଯେପରି ଆମେ ସର୍ବାଧ କାମ କରିବା ଦ୍ୱାରା ଆମ ଶାରୀରିକ ଯେମିତି ତଥାପଣ ଅନୁଭବ କରିଥାଏ, ସେହିଭଳି ମଣିଷର ମସ୍ତିଷ୍କ ଯଦି ବେଶୀ ଚିନ୍ତା କରିଥାଏ ତେବେ ସେ ମାନସିକ ଭାବେ ଅସୁସ୍ଥ ହୋଇଯାଏ। ତେଣୁ ଆପଣଙ୍କ ଦିନକୁ 25ରୁ 30 ହଜାର କଥା ଚିନ୍ତା ବା ତାହାଠାରୁ କମ୍ କଥା। ଦ୍ୱିତୀୟର କଥା, ଯାହା ଅତୀତରେ ହୋଇଯାଇଛି ତାକୁ ବାରମ୍ବାର ଚିନ୍ତା କରନ୍ତୁ ନାହିଁ। ସେହି କଥାକୁ ଭୁଲି ଭବିଷ୍ୟତରେ କିପରି ସେହି କଥା ନ ହେବା ତାହା ଚିନ୍ତା କରନ୍ତୁ। ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ହିଁ କରନ୍ତି। ସବୁ ଲୋକ ନିଜ ଅତୀତରୁ ଚିନ୍ତା ନା କିଛି ଶିକ୍ଷା ପାଇଥାନ୍ତି। ତେଣିକି ତାହା ଭଲ ହେଉ ଅବା ଖରାପ ହେଲେ ଆପଣଙ୍କ ସବୁବେଳେ ଖରାପକୁ ଛାଡ଼ି ଭଲ କଥାକୁ ଗ୍ରହଣ କରିବା ଉଚିତ। ତୃତୀୟର କଥା, ଆପଣଙ୍କ ପ୍ରତିଦିନ ଯାହା ବି ଚିନ୍ତା କରୁଛନ୍ତି ତାକୁ ଏକ ଡାଏରୀରେ ଲେଖି ରଖନ୍ତୁ, ଯାହାଦ୍ୱାରା ଆପଣଙ୍କ ମାଇଣ୍ଡ ରିଲାକ୍ସ ହୋଇପାରିବ। ଚତୁର୍ଥ କଥା ହେଉଛି, ପ୍ରତିଦିନ ରାତିରେ ଅଳ୍ପ ଅଳ୍ପ ମୋଟିଭେସନ୍ ବହି 3 ଦିନ ପଢ଼ନ୍ତୁ, ଯାହାଦ୍ୱାରା ଆପଣଙ୍କୁ କିଛି ଭଲ ଶିକ୍ଷା ମିଳିବ। ଏହା ସହିତ ଆପଣଙ୍କୁ ଚିନ୍ତା ମୁକ୍ତିର ଦିନ ହୋଇଯାଏ। ବନ୍ଧୁଗଣ, ଯଦି ଭିଡ଼ିଓ ଭଲ ଲାଗିଥାଏ ତେବେ ଆମ ଭିଡ଼ିଓକୁ ଲାଇକ୍ ଓ ସେୟାର କରନ୍ତୁ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଧନ୍ୟବାଦ।